ସୁନ୍ଦରଗଡ଼ରେ ପିଟି ପିଟି ଯୁବକଙ୍କୁ ହତ୍ୟା କରିବା ଘଟଣା ସମ୍ପୂର୍ଣ୍ଣ ଜିଲ୍ଲାରେ ଆଜି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ଓ ଅନ୍ୟ ଦୁଇ ଜଣ ଫେରାର ଥିବା ଜଣାପଡ଼ିଛି। କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ଅଙ୍କୁରା ଗ୍ରାମରେ ଘଟିଯାଇଛି ଏଭଳି ଅଭାବନୀୟ ଘଟଣା। ଅଙ୍କୁରା ଗ୍ରାମର ଗଙ୍ଗାଧର ନାୟକ ସେହି ଗ୍ରାମର ଦୀନବନ୍ଧୁ ପାତ୍ରଙ୍କ ଘରକୁ ଯାଇଥିବା ସମୟରେ ଦୀନବନ୍ଧୁ ପାତ୍ରଙ୍କ ପରିବାର ଲୋକେ ଏକ ଲୁହା ରଡ୍ ସାହାଯ୍ୟରେ ପ୍ରବଳ ମାଡ଼ ମାରିଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ଉକ୍ତ ସ୍ଥାନରୁ ଫେରିଆସି ଗଙ୍ଗାଧର ଖାଇ ପିଇ ଶୋଇଯାଇଥିଲେ ମଧ୍ୟ ଆଜି ସକାଳେ ସେ ଉଠି ନଥିଲେ। ଗଙ୍ଗାଧରଙ୍କ ମୃତ୍ୟୁ ହୋଇଥିବା କଥା ଜାଣି ପରିବାର ଲୋକଙ୍କ ପକ୍ଷରୁ ପାଟଣା ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ଘଟଣାସ୍ଥଳରେ ପାଟଣା ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ଦୀନବନ୍ଧୁ ପାତ୍ର ଓ ତାଙ୍କ ସ୍ତ୍ରୀଙ୍କୁ ପୋଲିସ ଗିରଫ କରିଥିବା ବେଳେ ପରିବାରରୁ ଅନ୍ୟ ଦୁଇ ଜଣ ସଦସ୍ୟ ଫେରାର ଥିବା ଜଣାପଡ଼ିଛି। ବ୍ୟୁରୋ ରିପୋର୍ଟ, ଜନଜାଗରଣ ଓଡ଼ିଆ। ଭିଡ଼ିଓ ଗୁଡ଼ିକ ଆପଣମାନଙ୍କୁ ଭଲ ଲାଗୁଥିଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ଲାଇକ୍ ସେୟାର କରିବାକୁ ଭୁଲନ୍ତୁ ନାହିଁ।